ରାତି ଅଧରେ ଭୟଙ୍କର ସଡ଼କ ଦୁର୍ଘଟଣା। ବିରାଟ ପଥରକୁ ଧକ୍କା ଦେଇ ଓଲଟିଲା ବସ୍, 5 ମୃତ 15ରୁ ଅଧିକ ଗୁରୁତର। ରାତି ଅଧରେ ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ୍। ଘଟଣାସ୍ଥଳରେ 5 ମୃତ 15ରୁ ଅଧିକ ଗୁରୁତର ଆହତ। ବସ୍ ତଳେ ଚାପି ହୋଇ ରହିଥିଲେ 10ରୁ ଅଧିକ ଯାତ୍ରୀ। ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଦଶପଲ୍ଲାଠାରେ ଭୟଙ୍କର ଦୁର୍ଘଟଣା। ମଧ୍ୟରାତ୍ରିରେ ଦୁର୍ଘଟଣାଗ୍ରସ୍ତ ହେଲା ଟୁରିଷ୍ଟ ବସ୍। ଘଟଣାସ୍ଥଳରେ 5 ମୃତ 15ରୁ ଅଧିକ ଗୁରୁତର ଆହତ। ନୟାଗଡ଼ ଦଶପଲ୍ଲା ଥାନା ଟାକେରାଘାଟି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ବ୍ରହ୍ମପୁର ଏକ ଘରୋଇ ବସ୍ 60 ଜଣ ଯାତ୍ରୀଙ୍କୁ ଧରି ହରିଶଙ୍କର ବୁଲିବାକୁ ଯାଉଥିଲା। ଦଶପଲ୍ଲା ଥାନା ଟାକେରା ନିକଟ ହନୁମାନ ଘାଟି ବୁଲାଣି ବସ୍ଟି ଭାରସାମ୍ୟ ହରାଇ ବିରାଟ ପଥରକୁ ଧକ୍କା ଦେଇ ଓଲଟି ପଡ଼ିଥିଲା। ଫଳରେ ବସ୍ରେ ଥିବା ସମସ୍ତ ଯାତ୍ରୀ ଛିଟିକି ପଡ଼ିଥିଲେ। ବସ୍ ତଳେ ଚାପି ହୋଇ ରହିଥିଲେ 10ରୁ ଅଧିକ ଯାତ୍ରୀ। ଖବର ପାଇ ଦଶପଲ୍ଲା ପୋଲିସ, ବାଣିଗଛା ପୋଲିସ, ଆମ୍ବୁଲାନ୍ସ ସହ ଦମକଳ ବାହିନୀ ପହଞ୍ଚି ଗ୍ୟାସ୍ କଟର ସାହାଯ୍ୟରେ ବସ୍କୁ କାଟି ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଆହତ ଯାତ୍ରୀଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଡ୍ରାଇଭର ସମେତ 5 ଜଣ ମୃତ୍ୟୁବରଣ କରିଥିବା ବେଳେ 40ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ 15ରୁ ଅଧିକ ଯାତ୍ରୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମୃତକ ହେଲେ ବ୍ରହ୍ମପୁର ଅଞ୍ଚଳର ହରି ପାତ୍ର, ଲକ୍ଷ୍ମୀ ପାତ୍ର, ସୁପ୍ରଭା ସାହୁ, ସୁମତି ସାହୁ ବୋଲି ଜଣାପଡ଼ିଛି।